ନମସ୍କାର ଦର୍ଶକ ବନ୍ଧୁ, ଆଜି ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଆଜିର ପାଣିପାଗ ଖବର। ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭୁବନେଶ୍ୱର। ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶା ପଟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ବାରିପଦା ଓ ପାରାଦୀପକୁ ମୌସୁମୀ ଛୁଇଁଛି। ଫଳରେ ଏଠାରେ ପ୍ରଥମ ବର୍ଷରେ ବର୍ଷା ହୋଇଛି। ଆସନ୍ତା 2ରୁ 3 ଦିନ ମଧ୍ୟରେ ଏହା କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର କିଛି କିଛି ଅଞ୍ଚଳ ସହିତ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅବଶିଷ୍ଟ ଅଞ୍ଚଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ଆଉ କେତେକ ଅଞ୍ଚଳ ସମେତ ଛତିଶଗଡ଼ର କେତେକାଂଶ ଛୁଇଁବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଓଡ଼ିଶାକୁ ମୌସୁମୀ ଛୁଇଁଲେ ବି ଏହାର ପ୍ରଭାବ ମନ୍ଥର ରହିବ। କିଛି କିଛି ଅଞ୍ଚଳରେ ଯଥା ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। 14 ତାରିଖରୁ ରାଜ୍ୟର ପାଗ ଶୀତଳ ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ରାଜ୍ୟର ପାରଦ ତଳମୁହାଁ ହୋଇଛି। କେବଳ ବୌଦ୍ଧରେ ହିଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ରହିଥିଲା। ପଛକୁ ପଛ ଭବାନୀପାଟଣା ଓ ନୂଆପଡ଼ାରେ 39.8 ଡିଗ୍ରୀ, ଅନୁଗୁଳରେ 39.1 ଡିଗ୍ରୀ, ବଲାଙ୍ଗୀର ଓ ଢେଙ୍କାନାଳରେ 39 ଡିଗ୍ରୀ ତାପମାତ୍ରା ରହିଥିଲା।